ଯିଏ ନିଜ ଉଦ୍ଦେଶ୍ୟରେ ଦୃଢ଼ ତାକୁ ହୃଦୟ ଦିଅ। ଯିଏ ସୂର୍ଯ୍ୟ ପରି ନୁହେଁ ବରଂ ହୃଦୟରୁ ଭଲ ହୋଇଥିବ। ସ୍ପଷ୍ଟ କହୁଥିବା ବ୍ୟକ୍ତି ଏକ ଭଲ କଣ୍ଟା ପରି ହୋଇଥାଏ। ଏଥିରେ କିଛି ସମୟ ପାଇଁ କଷ୍ଟ ନିଶ୍ଚୟ ହୁଏ, କିନ୍ତୁ ଲାଭ ଜୀବନ ସାରା ମିଳିଥାଏ। ଯଦି ଆପଣ କାହାକୁ ଥରେ କ୍ଷମା କରନ୍ତି ତେବେ ଆପଣ ବୁଦ୍ଧିମାନ ଅଟନ୍ତି। ଯଦି ଆପଣ ସେହି ବ୍ୟକ୍ତିକୁ ଦ୍ୱିତୀୟ ଥର ମଧ୍ୟ କ୍ଷମା କରନ୍ତି ତେବେ ଆପଣ ବହୁତ ଦୟାଳୁ ଅଟନ୍ତି। କିନ୍ତୁ ଯଦି ଆପଣ ସେହି ବ୍ୟକ୍ତିକୁ ତୃତୀୟ ଥର ମଧ୍ୟ କ୍ଷମା କରନ୍ତି ତେବେ ଆପଣ ଦୁନିଆର ସବୁଠାରୁ ବଡ଼ ମୂର୍ଖ ଅଟନ୍ତି। ଜୀବନର ସବୁଠାରୁ ଦାମୀ ଜିନିଷ ହେଉଛି ଆପଣଙ୍କର ବର୍ତ୍ତମାନ, ଯାହା ଥରେ ଚାଲିଗଲେ ପୁରା ଦୁନିଆର ସମ୍ପତ୍ତି ଦେଇ ମଧ୍ୟ ଆମେ ତାକୁ କିଣିପାରିବା ନାହିଁ। ଆମକୁ ଆମର ବିଚାର ହିଁ ଗଢ଼ିଥାଏ। ସେଥିପାଇଁ ଶବ୍ଦ ଉପରେ ନୁହେଁ, ନିଜ ଚିନ୍ତାଧାରା ଉପରେ ଧ୍ୟାନ ଦିଅନ୍ତୁ। ବିଚାର ସବୁବେଳେ ଜୀବନ୍ତ ରହେ। ପୃଥିବୀରେ ଯେପରି ଋତୁରେ ପରିବର୍ତ୍ତନ ଆସେ, ସେହିପରି ଜୀବନରେ ସୁଖ ଦୁଃଖ ଆସେ ଆଉ ଯାଏ। ଖରାପ ଗୁଣ ତୁମକୁ ହଜାର ହଜାର ଲୋକଙ୍କ ମଧ୍ୟରେ ବି ଖୋଜି ନେବ, ଠିକ୍ ଯେପରି ଗାଈ ପଲରେ ବାଛୁରୀ ନିଜ ମାଆକୁ ଖୋଜି ନିଏ। କିନ୍ତୁ ଯିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ହୃଦୟରୁ ମାନେ, ସେ ଖରାପ ଭିତରେ ବି ଭଲକୁ ଖୋଜି ନିଏ। ଅଧିକ ହସୁଥିବା ଏବଂ କଥା କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତେବେ ବୁଝିନେବା ଉଚିତ ଯେ ସେ ଭିତରୁ ଭାଙ୍ଗି ଯାଇଛି। କେବେ ବି ନିଜ ଉପରେ ଅହଙ୍କାର କର ନାହିଁ। ପଥର ମଧ୍ୟ ଓଜନିଆ ହୋଇ ପାଣିରେ ନିଜର ଅସ୍ତିତ୍ୱ ହରାଇ ଦିଏ। ଯଦି ଈଶ୍ୱର ତୁମକୁ ଅଧିକ ଅପେକ୍ଷା କରାଉଛନ୍ତି ତେବେ ହୋଇପାରେ ତୁମେ ଯେତିକି ମାଗିଛ ସେ ତା'ଠାରୁ କେଉଁଠି ଅଧିକ ଦେବାକୁ ଚାହୁଁଛନ୍ତି। ଆରେ ଚାଲିଯିବ ଏହି ସମୟ ମଧ୍ୟ, ଟିକେ ଧୈର୍ଯ୍ୟ ତ ଧର। ଯଦି ଖୁସି ରହିଲାନି ତେବେ ଦୁଃଖର ବା କି ସାମର୍ଥ୍ୟ ଅଛି। ଯେତେବେଳେ ମନ ଶାନ୍ତ ଥାଏ ସେତେବେଳେ କିଛି କରନ୍ତୁ ନାହିଁ। ବାସ୍ ଆଖି ବନ୍ଦ କରି ଶ୍ରୀକୃଷ୍ଣଙ୍କ ନାମ ନିଅନ୍ତୁ। ବୁଦ୍ଧି ଦ୍ୱାରା ପଇସା କମାଯାଇପାରେ, କିନ୍ତୁ ପଇସାରେ ବୁଦ୍ଧି କିଣା ଯାଇପାରିବ ନାହିଁ। ସମସ୍ତେ ନିଜର ଲାଗନ୍ତି କେବଳ କଥାରେ। ଯେତେବେଳେ ଅନ୍ୟମାନଙ୍କ ପାଇଁ ବଞ୍ଚୁଥିଲି କାହାର କିଛି ଅଭିଯୋଗ ନଥିଲା। ଟିକେ ନିଜ ପାଇଁ କ'ଣ ଭାବିଦେଲି ସାରା ଦୁନିଆ ଶତ୍ରୁ ପାଲଟିଗଲା। ଜୀବନର ଅନୁଭୂତି କହେ ଯେ ଛୋଟ ମଣିଷ ବଡ଼ ସୁଯୋଗରେ କାମରେ ଆସିପାରେ ଏବଂ ବଡ଼ ମଣିଷ ଛୋଟ କଥାରେ ନିଜର ଅସଲ ରୂପ ଦେଖାଇ ଦିଏ। କେହି ବି ଆପଣଙ୍କ ହାତରୁ ଛଡ଼ାଇ ନେଇପାରେ, କିନ୍ତୁ ଆପଣଙ୍କ ଭାଗ୍ୟରୁ ନୁହେଁ। ଜୀବନରେ ଆଗକୁ ବଢ଼ିବାର ଅଛି ତ ଅନ୍ୟମାନଙ୍କ ଉପରେ ନୁହେଁ, ନିଜ ଉପରେ ବିଶ୍ୱାସ ରଖିବା ଶିଖନ୍ତୁ। ନିଜର ଘରର ଦ୍ୱାରକୁ ଛୋଟ ହିଁ ରଖିବାକୁ ଦିଅନ୍ତୁ। ଯିଏ ନଈ କରି ଆସିଲା ବୁଝିନିଅ ଯେ ସେ ହିଁ ନିଜର। ଈଶ୍ୱରଙ୍କ ଉପରେ ଆସ୍ଥା ଅଛି ତ ଅସୁବିଧାରେ ମଧ୍ୟ ରାସ୍ତା ଅଛି। ଯିଏ ଜ୍ଞାନୀ ତାକୁ ବୁଝାଯାଇପାରେ, ଯିଏ ଅଜ୍ଞାନ ତାକୁ ମଧ୍ୟ ବୁଝାଯାଇପାରେ, କିନ୍ତୁ ଯିଏ ଅଭିମାନୀ ତାକୁ କେବେ ବି ବୁଝାଇ ପାରିବେ ନାହିଁ। ତାକୁ କେବଳ ସମୟ ହିଁ ବୁଝାଇଥାଏ। ଆରେ କିପରି କରିବି ଭରସା ଅନ୍ୟମାନଙ୍କ ଭଲ ପାଇବା ଉପରେ? ଆଜିକାଲି ତ ନିଜ ଲୋକ ହିଁ ମଜା ନିଅନ୍ତି ନିଜ ଲୋକଙ୍କ ହାରିବାରେ। ଯେତେବେଳେ କଥା ଆବଶ୍ୟକତାର ହୁଏ ସମସ୍ତଙ୍କ ଜିଭ ମିଠା ହୋଇଯାଏ। ଯେତେ ସଚ୍ଚୋଟ ରହିବ ସେତେ ଏକୁଟିଆ ରହିବ। ଯେତେବେଳେ ବି ଜୀବନ ଆପଣଙ୍କୁ କନ୍ଦାଏ
ତେବେ ବୁଝି ନିଅନ୍ତୁ ଜୀବନ ଆପଣଙ୍କୁ କନ୍ଦାଉ ନାହିଁ, ଆପଣଙ୍କୁ ଶିଖାଉଛି। ମତଲବର କଥା ତ ସମସ୍ତେ ବୁଝିଯାଆନ୍ତି, କିନ୍ତୁ କଥାର ମତଲବ ବହୁତ କମ୍ ଲୋକ ବୁଝିପାରନ୍ତି। କାହା ଉପରେ ଅଧିକ ରାଗିବା ଅପେକ୍ଷା ନିଜ ଜୀବନରେ ତାଙ୍କର ମହତ୍ଵ କମ୍ କରିଦେବା ଭଲ। ସବୁ କିଛି ଜାଣି ମଧ୍ୟ ଯଦି ଆପଣ ଭୁଲକୁ ଭୁଲ କହିପାରୁନାହାନ୍ତି, ତେବେ ଆପଣ ନିଜ ଅଧିକାର ପାଇଁ ମଧ୍ୟ ଲଢ଼ିପାରିବେ ନାହିଁ। ଖୁସିରେ ରହିବା ଉଚିତ, ବାକି ତ ସବୁ ଚାଲିଥିବ। କେହି ନିଜର ଦୂରେଇ ଯାଉଥିବ ତ କେହି ପର ପାଖେଇ ଆସୁଥିବ। କୌଣସି ବି ସମ୍ପର୍କ ଏକ ଭାଗିଦାରୀରେ ନୁହେଁ, ଦୁହିଁଙ୍କର ଭାଗିଦାରୀରେ ଚାଲେ। ଯେଉଁ ମଣିଷ ଆପଣଙ୍କ ଦୁଃଖରେ ନିଜ ଖୁସି ଭୁଲିଯାଏ, ସେହି ମଣିଷଠାରୁ ଅଧିକ ଆପଣଙ୍କ ନିଜର କେହି ହୋଇପାରିବେ ନାହିଁ। ଜୀବନରେ ଧୀରେ ଚାଲି ଯଦି କେବେ ବି ଅଟକୁ ନାହାନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣ ସମସ୍ତଙ୍କଠାରୁ ଦ୍ରୁତ ଗତିରେ ଚାଲୁଛନ୍ତି। ଆପଣ କୌଣସି ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଧରି ସେତିକି ଜାଣିପାରିବେ ନାହିଁ ଯେତିକି ତାଙ୍କୁ କ୍ରୋଧିତ ଅବସ୍ଥାରେ ଦେଖି ଜାଣିପାରିବେ। ଯେତେବେଳେ ଲୋକେ ରାସ୍ତା ଅଲଗା କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ସେମାନେ ପ୍ରଥମେ କଥାବାର୍ତ୍ତା କରିବା କମ୍ କରିଦିଅନ୍ତି। ଭୁଲ ପ୍ରତ୍ୟେକ ମଣିଷ ଦ୍ୱାରା ହୁଏ, କିନ୍ତୁ ଭୁଲ ସୁଧାରେ ସେହି ମଣିଷ ଯାହାର ହୃଦୟ ସଫା ଥାଏ ଏବଂ ସେ ସମ୍ପର୍କକୁ ହରାଇବାକୁ ଚାହେଁ ନାହିଁ। କ୍ରୋଧ ଖରାପ ଅଟେ, କିନ୍ତୁ ଯେଉଁଠି ଦରକାର ସେଠାରେ ଦେଖାଇବା ମଧ୍ୟ ଉଚିତ। ନହେଲେ ଭୁଲ କରୁଥିବା ଲୋକକୁ ଅନୁଭବ ହିଁ ହେବ ନାହିଁ ଯେ ସେ ଭୁଲ କରୁଛି ଏବଂ ସେ ଆପଣଙ୍କ ସହିତ ସବୁବେଳେ ସେହିପରି ବ୍ୟବହାର କରୁଥିବ। ଅନୁଭବ କହେ ଯେ କୌଣସି ଜଣଙ୍କ ଉପରେ ପୁରା ଭରସା କରି ଦେଖନ୍ତୁ, ଆପଣଙ୍କୁ ସେହି ମଣିଷ ହିଁ କାହା ଉପରେ ଭରସା ନ କରିବାର ଶିକ୍ଷା ଦେବ। ଗୋଟିଏ କଥା ବିଲକୁଲ ସତ ଯେ ନୂଆ ଲୋକଙ୍କ ସହିତ ଆମେ ଯେତେ ବି ଖୁସିରେ ରହିଲେ ମଧ୍ୟ ଯେତେବେଳେ ସେମାନେ ହୃଦୟକୁ ଆଘାତ ଦିଅନ୍ତି, ସେତେବେଳେ ପୁରୁଣା ଲୋକ ହିଁ ମନେ ପଡ଼ନ୍ତି। ଭାଙ୍ଗି କରି ଯୋଡ଼ି ନିଅ। ଦୁନିଆର ପ୍ରତ୍ୟେକ ଜିନିଷ ସବୁ ଜିନିଷର ମରାମତି ହୋଇପାରେ, କେବଳ ବିଶ୍ୱାସକୁ ଛାଡ଼ି। ଥରେ ବିଶ୍ୱାସ ଭାଙ୍ଗିଗଲେ କେବେ ବି ପୁଣି ଯୋଡ଼ି ନଥାଏ। ସଚ୍ଚା ସ୍ନେହ କରୁଥିବା ବ୍ୟକ୍ତି କେବଳ ଆପଣଙ୍କୁ କଟୁ କଥା କହିପାରେ, କିନ୍ତୁ କେବେ ବି ଆପଣଙ୍କର ଖରାପ କରିପାରିବ ନାହିଁ, କାରଣ ତା'ର ଅଭିମାନରେ ଆପଣଙ୍କ ପାଇଁ ଚିନ୍ତା ଏବଂ ହୃଦୟରେ ଆପଣଙ୍କ ପାଇଁ ସଚ୍ଚା ସ୍ନେହ ଥାଏ। କ୍ଷମାର ଅଧିକାରୀ ଭୁଲ କରୁଥିବା ଲୋକ ହୋଇଥାନ୍ତି, ଚତୁରତା କରୁଥିବା ଲୋକ ନୁହେଁ। ଜୀବନ ସାରା ଖୁସିରେ ରହିବାକୁ ଅଛି ତ ନିଜକୁ ଏପରି ବନାନ୍ତୁ ଯେ କେହି ଆପଣଙ୍କ ସହିତ ଥାଉ କି ନଥାଉ ଆପଣଙ୍କୁ କୌଣସି ଜିନିଷର ଦୁଃଖ ହେବା ଉଚିତ ନୁହେଁ। ମଣିଷ ସେଥିପାଇଁ ଏକା ହୋଇଯାଏ କାରଣ ନିଜ ଲୋକଙ୍କୁ ଛାଡ଼ିବାର ପରାମର୍ଶ ସେ ଅନ୍ୟମାନଙ୍କ ଠାରୁ ନିଏ। ଜମି ଭଲ ହେଉ, ସାର ଭଲ ହେଉ, କିନ୍ତୁ ଯଦି ପାଣି ଲୁଣିଆ ଅଟେ ତେବେ ଫୁଲ ମଧ୍ୟ ଫୁଟେ ନାହିଁ। ଭାବନା ଭଲ ହେଉ, କର୍ମ ବି ଭଲ ହେଉ, କିନ୍ତୁ ଯଦି ବାଣୀ ଖରାପ ହୁଏ ତେବେ ସମ୍ପର୍କ କେବେ ତିଷ୍ଠେ ନାହିଁ। ନିଜର ଇଜ୍ଜତ ଏବଂ ଧର୍ମ ବିକ୍ରି କରି କମାଇଥିବା ଧନ ନିଜର କୌଣସି କାମରେ ଆସେ ନାହିଁ। ଶେଷରେ ତାହାର ତ୍ୟାଗ କରନ୍ତୁ, ଆପଣଙ୍କ ପାଇଁ ଏହା ହିଁ ଉତ୍ତମ। ରାତି ଯେବେ କଳା ହୁଏ ତାରା ସେତେ ଅଧିକ ଚମକନ୍ତି। ଦୁଃଖ ଯେତେ ଗଭୀର ହୁଏ ଈଶ୍ୱର ସେତେ ପାଖରେ ଥାଆନ୍ତି। କେବେ ତାକୁ ଅଣଦେଖା କର ନାହିଁ, ଯିଏ ତୁମର ବହୁତ ଯତ୍ନ ନିଏ। ନହେଲେ
କୌଣସି ଦିନ ତୁମକୁ ଅନୁଭବ ହେବ ଯେ ପଥର ସଂଗ୍ରହ କରୁ କରୁ ତୁମେ ହୀରାଟିଏ ହଜାଇ ଦେଲ। ଆପଣଙ୍କ ଜୀବନରେ ଯେତେ ବ୍ୟସ୍ତ ରହିବେ ଦେଖିବେ ସେତେ ମସ୍ତ ରହିବେ। ଏହି କଥାଟି କଟୁ ହୋଇପାରେ କିନ୍ତୁ ନିରାଟ ସତ୍ୟ। ପରିଚୟ ଦ୍ୱାରା ମିଳିଥିବା କାମ କିଛି ସମୟ ପାଇଁ ରୁହେ, କିନ୍ତୁ କାମରୁ ମିଳିଥିବା ପରିଚୟ ଜୀବନ ସାରା ରୁହେ। କିଛି ଲୋକ ବିନା ସମ୍ପର୍କରେ ସମ୍ପର୍କ ଗଢ଼ି ନିଅନ୍ତି ଏବଂ ଆବଶ୍ୟକତା ସରିଗଲା ପରେ ତିଆରି ହୋଇଥିବା ସମ୍ପର୍କରୁ ମଧ୍ୟ ମୁହଁ ମୋଡ଼ି ନିଅନ୍ତି। ଜୀବନରେ ମିତ୍ର ଏବଂ ଚିତ୍ର ଯଦି ହୃଦୟରୁ ବନାଇବେ ତେବେ ତାହାର ରଙ୍ଗ ନିଶ୍ଚୟ ଫୁଟି ଉଠିବ। ଯିଏ ବୁଝିପାରିଲା ନାହିଁ ତା ସହିତ ବୁଝାମଣା କର ନାହିଁ। ଏହାଠାରୁ ଭଲ ଏକୁଟିଆ ରୁହ। ଅନ୍ତତଃ ପକ୍ଷେ ଏହି କଥାର ଶାନ୍ତି ରହିବ ଯେ କେହି ନାହିଁ ତ ବୁଝିବ କିଏ। ଆଜିକାଲିର ଲୋକ ହୃଦୟରୁ ଦିଆଯାଇଥିବା ସମ୍ମାନରେ ଖୁସି ହୁଅନ୍ତି ନାହିଁ, ଦେଖାଣିଆ ଖୋସାମତି କରୁଥିବା ଲୋକଙ୍କ ପାଇଁ ଗର୍ବ ଅନୁଭବ କରନ୍ତି। ବିଶ୍ୱାସ କରନ୍ତୁ, କିନ୍ତୁ ମା ଏବଂ ଈଶ୍ୱରଙ୍କ ଛଡ଼ା ଆଉ କାହା ଉପରେ ନୁହେଁ। ଲୁଟ୍ ହେବା ପରେ ଦୋଷ ଯାହାର ବି ହେଉ, ରୁଷିବା ପରେ ଦୋଷ ଯାହାର ବି ହେଉ, କଥାବାର୍ତ୍ତା ହିଁ ଆରମ୍ଭ କରେ ଯିଏ ବହୁତ ପ୍ରେମ କରେ। ଭଲେ ହିଁ ଜୀବନରେ ଏକୁଟିଆ ରହିଯିବ, କିନ୍ତୁ ଜବରଦସ୍ତି କାହା ସହିତ ସମ୍ପର୍କ ନିଭାଇବାର ଜିଦ୍ କର ନାହିଁ। ଯଦି ଉପରବାଲାଙ୍କ ସହିତ ଆପଣଙ୍କ ସମ୍ପର୍କ ଅଛି ତେବେ ପୃଥିବୀବାଲା ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ସାପର ଦାନ୍ତରେ, ବିଛାର ନାହୁଡ଼ରେ ଏବଂ ମଣିଷର ମନରେ କେତେ ବିଷ ଭରି ରହିଛି କେହି କହିପାରିବେ ନାହିଁ। ଏଥିରୁ ସର୍ବଦା ସାବଧାନ ରୁହନ୍ତୁ। ସତ୍ୟକୁ ପ୍ରମାଣିତ କରିବା ପାଇଁ କୌଣସି ଜିଦ୍ କରିବାର ଆବଶ୍ୟକତା ନାହିଁ, କାରଣ ସତ୍ୟ ନିଜେ ସଠିକ୍ ସମୟରେ ସ୍ୱୟଂ ସିଦ୍ଧ ହୋଇଯାଏ। ଜୀବନରେ ଦୁଇଟି ଜିନିଷର କେବେ ଅହଙ୍କାର କର ନାହିଁ, ପଇସା ଏବଂ ସୁନ୍ଦରତା। ଗରିବୀ ଆସିବାକୁ ଡେରି ଲାଗେ ନାହିଁ ଏବଂ ଚେହେରା କୌଣସି ଦୁର୍ଘଟଣାରେ ବଦଳି ଯିବାକୁ ମଧ୍ୟ ସମୟ ଲାଗେ ନାହିଁ। ପ୍ରେମରେ ଭରିଥିବା ଆଖି, ଶ୍ରଦ୍ଧାରେ ନଇଁଥିବା ମୁଣ୍ଡ, ସହଯୋଗ କରୁଥିବା ହାତ, ସତ୍ ମାର୍ଗରେ ଚାଲୁଥିବା ପାଦ ଏବଂ ସତ୍ୟ ସହିତ ଯୋଡ଼ି ହୋଇଥିବା ଜିଭ ଈଶ୍ୱରଙ୍କର ପ୍ରିୟ ଜିନିଷ ଅଟେ। ଯଦି ଆପଣ ଠିକ୍ ତେବେ ଆପଣଙ୍କୁ ରାଗିବାର କୌଣସି ଆବଶ୍ୟକତା ନାହିଁ, ଆଉ ଯଦି ଆପଣ ଭୁଲ ତେବେ ଆପଣଙ୍କୁ ରାଗିବାର କୌଣସି ଅଧିକାର ନାହିଁ। ଧୋକାରେ ବଞ୍ଚିବା ଅପେକ୍ଷା ଏକୁଟିଆ ଶାନ୍ତିରେ ବଞ୍ଚିବା ଭଲ। ନିଜ ଉପରେ ଭରସା ରଖ। ତୁମ କାହାଣୀ ଦିନେ ନା ଦିନେ ନିଶ୍ଚୟ ଇତିହାସ ହେବ। ମଜାକ ଏବଂ ପଇସା ଭାବିଚିନ୍ତି ଉଡ଼ାଇବା ଉଚିତ। ସଂଘର୍ଷ ହିଁ ଜୀବନ, ଏହାକୁ ଡର ନାହିଁ, ଲଢ଼ିବା ଶିଖ। ଥରେ ନିଦ ଭାଙ୍ଗିଗଲେ ଚଳିଯିବ, କିନ୍ତୁ କେବେ ନିଜ ସ୍ୱପ୍ନକୁ ଭାଙ୍ଗିବାକୁ ଦିଅ ନାହିଁ। ଆପଣ ଯେତେ ବି ବଡ଼ ହୋଇଯାଆନ୍ତୁ, ଯଦି ଆପଣଙ୍କ ଭିତରେ ମଣିଷପଣିଆ ନାହିଁ ତେବେ ସବୁ ବେକାର। ଯାହା କରିବାର ଅଛି ନିଜେ କରନ୍ତୁ। ସମୟ ଭରସାରେ ବସିଲେ ଧୋକା ମିଳିପାରେ। ଜୀବନର ଗୋଟିଏ ନିୟମ ବନାଅ ଯେ ଯିଏ ତୁମର ସମ୍ମାନ କରେ ନାହିଁ ତା ପାଖକୁ କେବେ ଯାଅ ନାହିଁ। କାରଣ ଜୀବନରେ କ'ଣ ହେବ, ହୁଏତ କିଛି ଭଲ ହେବ ବା ଖରାପ ହେବ। ଯାହା ବି ହେବ ଆମ କର୍ମର ହିଁ ଫଳ ହେବ। ଯେପରି ଦୀପ ତେଲ ବିନା ଜଳିପାରେ ନାହିଁ, ସେହିପରି ମନୁଷ୍ୟ ଭଗବାନଙ୍କ କୃପା ଦୃଷ୍ଟି ବିନା ଜୀବନରେ ସଫଳ ହୋଇପାରେ ନାହିଁ। ଜୀବନରେ କୌଣସି ବି କାମ କରିବା ପୂର୍ବରୁ
ଭଗବାନଙ୍କୁ ସ୍ମରଣ କରିବା ଜରୁରୀ ଯେ ମୁଁ ଯାହା କରିବାକୁ ଯାଉଛି ତାହା ଭଗବାନଙ୍କୁ ସ୍ୱୀକାର ହେବ କି ନାହିଁ। ଏପରି କରିବା ଦ୍ୱାରା ଆପଣ ଜୀବନରେ କୌଣସି ଭୁଲ କାମ କରିବେ ନାହିଁ। କାହାର ଭଲ କରିପାରୁନ ଯଦି ତେବେ ଖରାପ ବି କର ନାହିଁ। ଯଦି ସମ୍ମାନ କରିପାରୁନ ତେବେ ବିନା କାରଣରେ ଅପମାନ ବି କର ନାହିଁ। ତୁମେ ଯାହାର ଯେତେ ଯତ୍ନ ନେବ ସେତିକି କଷ୍ଟ ପାଇବ। ଆଉ ଯେଉଁଦିନ ତୁମେ ଲୋକଙ୍କର ଯତ୍ନ ନେବା ଛାଡ଼ିଦେବ ଲୋକେ ତୁମକୁ କଷ୍ଟ ଦେବା ଛାଡ଼ିଦେବେ। କ'ଣ ନେଇ ଆସିଥିଲ ଏବଂ କ'ଣ ନେଇ ଯିବ? ଏ ଜୀବନ 2 ଦିନର ମେଳା। ଦିନେ ସବୁ ଏଇଠି ଛାଡ଼ି ଚାଲିଯିବ। ବୁଦ୍ଧିମାନ ବ୍ୟକ୍ତି କେବେ ପ୍ରତିଶୋଧର ଭାବନା ରଖେ ନାହିଁ, କାରଣ ସେ ଜାଣେ ଭଗବାନ ସଠିକ୍ କର୍ମ ଏବଂ ସଠିକ୍ ସମୟ ଆସିଲେ ସମସ୍ତଙ୍କର ହିସାବ କରନ୍ତି। ଜବରଦସ୍ତି ମାଗ ନାହିଁ ଜୀବନରେ କାହାର ବନ୍ଧୁତା। କେହି ନିଜେ ଆସିଲେ ସେଥିରେ ଖୁସି କିଛି ଅଲଗା ହିଁ ହୋଇଥାଏ। ସଙ୍ଗତର ବିଶେଷ ଧ୍ୟାନ ରଖନ୍ତୁ, କାରଣ ସଫଳତା ସର୍ବଦା ଭଲ ବିଚାରରୁ ଆସେ ଏବଂ ଭଲ ବିଚାର ଭଲ ଲୋକଙ୍କ ସମ୍ପର୍କରୁ ଆସେ। ହୁଏତ ଚୁପ୍ ରୁହନ୍ତୁ, ନଚେତ୍ ଏପରି ଶବ୍ଦ କୁହନ୍ତୁ ଯାହା ମୌନତାଠାରୁ ଅଧିକ ମୂଲ୍ୟବାନ ହେବ। ସତ୍ୟ ନିଜ ପାଇଁ ରଖନ୍ତୁ, ପ୍ରେମ ଅନ୍ୟମାନଙ୍କ ପାଇଁ, କରୁଣା ସମସ୍ତଙ୍କ ପାଇଁ ରଖନ୍ତୁ। ଏହା ହିଁ ଜୀବନର ବ୍ୟାକରଣ। ଫୁଲ ଯେତେ ବି ସୁନ୍ଦର ହେଉ ପ୍ରଶଂସା ତାର ସୁଗନ୍ଧରୁ ହୁଏ। ମଣିଷ ଯେତେ ବି ବଡ଼ ହେଉ ଆଦର ତାର ଗୁଣରୁ ହୁଏ। ଥରେ ଗୋଟିଏ ଗାଁରେ ଜଣେ ସାଧୁ ରହୁଥିଲେ, ଯିଏ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ରଖୁଥିଲେ। ଥରକର କଥା, ସେ ସାଧୁ ଗଛ ତଳେ ବସି ଭଗବାନଙ୍କୁ ସ୍ମରଣ କରୁଥିଲେ ଏବଂ ହଠାତ୍ ସେଠାରେ ବନ୍ୟା ଆସିଗଲା। ଚାରିଆଡ଼େ ପାଣି ହିଁ ପାଣି ଥିଲା। ସବୁ ଲୋକ ନିଜକୁ ବଞ୍ଚାଇବା ପାଇଁ ଉପରକୁ ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ଜଣେ ଲୋକ ଦେଖିଲା ଯେ ଏହି ପରିସ୍ଥିତିରେ ମଧ୍ୟ ସାଧୁ ଜଣକ ଭଗବାନଙ୍କ ତପସ୍ୟା କରୁଛନ୍ତି ଏବଂ ଭାବିଲା ଯେ ସେ ନିଜକୁ ବଞ୍ଚାଇବା ପାଇଁ କୁଆଡ଼େ କାହିଁକି ଯାଉନାହାନ୍ତି। ତେଣୁ ସେ ସାଧୁଙ୍କୁ କହିଲା, ଆରେ ଆପଣ କାହିଁକି ଯାଉନାହାନ୍ତି? ଆପଣ ମୋ ସହିତ ପାହାଡ଼ ଉପରକୁ ଚାଲନ୍ତୁ, ନହେଲେ ବୁଡ଼ିଯିବେ। ସାଧୁ କହିଲେ, ଆରେ ଆମର କ'ଣ ହେବ? ମୁଁ ଭଗବାନଙ୍କର ଏତେ ତପସ୍ୟା କରେ ଯେ ମୋର କିଛି ବି ହୋଇପାରିବ ନାହିଁ। ଭଗବାନ ନିଜେ ମୋତେ ବଞ୍ଚାଇବାକୁ ଆସିବେ। ଧୀରେ ଧୀରେ ପାଣି ସାଧୁଙ୍କ ଅଣ୍ଟା ପର୍ଯ୍ୟନ୍ତ ଆସିଗଲା ଏବଂ ଏବେ ଲୋକେ ସେଠାରୁ ଡଙ୍ଗା ନେଇ ବାହାରିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ଜଣେ ସାଧୁଙ୍କୁ କହିଲା, ଆରେ ପାଣି ଆପଣଙ୍କ ଅଣ୍ଟା ପର୍ଯ୍ୟନ୍ତ ଆସିଗଲାଣି, ଆପଣ ଆମ ସହିତ ଚାଲନ୍ତୁ। ସାଧୁ କହିଲେ, ନାହିଁ ନାହିଁ, ଭଗବାନ ମୋତେ ନିଜେ ବଞ୍ଚାଇବାକୁ ଆସିବେ। ଏବଂ ସେ ଡଙ୍ଗାବାଲା ମଧ୍ୟ ସେଠାରୁ ଚାଲିଗଲା। କିଛି ସମୟ ପରେ ପାଣି ଏତେ ବୋହିଗଲା ଯେ ସାଧୁଙ୍କ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଗଲା। ଏବେ ଲୋକଙ୍କୁ ବଞ୍ଚାଇବା ପାଇଁ ହେଲିକପ୍ଟରରୁ ଉଦ୍ଧାର କରାଯାଉଥିଲା। ଗୋଟିଏ ହେଲିକପ୍ଟର ସାଧୁଙ୍କ ପାଖକୁ ଆସିଲା, ଯାହାକି ଶେଷ ହେଲିକପ୍ଟର ଥିଲା। ସାଧୁଙ୍କ ପାଖକୁ ତଳକୁ ଦୌଡ଼ି ପକାଗଲା ଏବଂ କୁହାଗଲା, ଏହାକୁ ଧରନ୍ତୁ ଏବଂ ଉପରକୁ ଆସିଯାଆନ୍ତୁ, ନହେଲେ ଆପଣ ବୁଡ଼ିଯିବେ। ଏହା ଶେଷ ହେଲିକପ୍ଟର ଏବଂ ଆପଣଙ୍କ ପାଖରେ ବଞ୍ଚିବା ପାଇଁ ଆଉ କୌଣସି ରାସ୍ତା ନାହିଁ। ସାଧୁ କହିଲେ, ଏ ଦୌଡ଼ି ଆପଣମାନେ ଫେରାଇ ନିଅନ୍ତୁ ଏବଂ ଚାଲିଯାଆନ୍ତୁ। ମୋର ଭଗବାନଙ୍କ ଉପରେ ଭରସା ଅଛି, ସେ ମୋତେ ବଞ୍ଚାଇବାକୁ ନିଶ୍ଚୟ ଆସିବେ। ପାଣି
ବହୁତ ଉପରକୁ ଆସିଗଲା ଏବଂ ସାଧୁ ମଧ୍ୟ ବୁଡ଼ିଗଲେ ଏବଂ ସାଧୁଙ୍କର ବୁଡ଼ିଯିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା। ମରିବା ପରେ ସାଧୁ ଭଗବାନଙ୍କ ପାଖକୁ ଗଲେ ଏବଂ କହିଲେ, ହେ ଭଗବାନ, ମୁଁ ଆପଣଙ୍କର ସାରା ଜୀବନ ତପସ୍ୟା କଲି, ପୁରା ଜୀବନ ଆପଣଙ୍କ ଆରାଧନାରେ ଲଗାଇଦେଲି, ତଥାପି ଏତେ ଭରସା ସହିତ ଅପେକ୍ଷା କଲି ଯେ ଆପଣ ମୋତେ ବଞ୍ଚାଇବାକୁ ଆସିବେ, କିନ୍ତୁ ସେଠାରେ ମୋର ବୁଡ଼ି ମୃତ୍ୟୁ ହୋଇଗଲା ଏବଂ ଆପଣ ଆସିଲେ ନାହିଁ। ଏପରି କାହିଁକି ପ୍ରଭୁ? ଭଗବାନ କହିଲେ, ହେ ମୂର୍ଖ ମଣିଷ, ମୁଁ ଥରେ ନୁହେଁ 3 ଥର ଆସିଲି। ସେ 3 ଥର ମୁଁ ହିଁ ତ ଥିଲି। ପ୍ରଥମେ ଚାଲିକରି, ଦ୍ୱିତୀୟରେ ଡଙ୍ଗା ଦ୍ୱାରା ଏବଂ ତୃତୀୟରେ ହେଲିକପ୍ଟର ଦ୍ୱାରା, କିନ୍ତୁ ତୁମେ ମୋର ଗୋଟିଏ ବି ସୁଯୋଗ ଚିହ୍ନି ପାରିଲ ନାହିଁ। କେଜାଣି କାହାର ଅପେକ୍ଷା କରୁଥିଲ? ଏହିପରି ଜୀବନରେ ଉପରବାଲା ଆମକୁ ବହୁତ ସୁଯୋଗ ଦିଅନ୍ତି, କିନ୍ତୁ ଆମେ ସବୁ ସୁଯୋଗକୁ ପ୍ରତ୍ୟାଖ୍ୟାନ କରି କେଜାଣି କେଉଁ ଜିନିଷର ଅପେକ୍ଷା କରିଥାଉ ଯେ ତାହା ହେଲେ ଯାଇ ମୁଁ କରିବି। ଏହି କଥାରେ ଅଟଳ ରହିବା ଦ୍ୱାରା ଏକ ସମୟ ପରେ ସେହି ସୁଯୋଗ ହାତରୁ ଚାଲିଯାଏ ଏବଂ ଆମେ କିଛି ବି କରିପାରୁନାହୁଁ। ତେଣୁ ଆମକୁ କୌଣସି ସମୟର ଅପେକ୍ଷା କରିବା ଉଚିତ ନୁହେଁ। ଯାହା ବି କରିବାର ଅଛି ଆଜି ଏବଂ ଏବେଠାରୁ କରିବା ଆରମ୍ଭ କରିଦେବା ଉଚିତ। ବନ୍ଧୁଗଣ, এই ଭିଡ଼ିଓରେ ବାସ୍ ଏତିକି। ପୁଣି ଦେଖା ହେବ ଏକ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳ ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ। କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ, ରାଧେ ରାଧେ, ରାଧେ ରାଧେ, ରାଧେ ରାଧେ, ରାଧେ ରାଧେ।